କାହା ସାଥିରେ ଖରାପ କରିବା ଏମିତି ଏକ ଋଣ ଅଟେ ବନ୍ଧୁ, ଯାହାକୁ ସ୍ୱୟଂ ଈଶ୍ୱର ଦ୍ୱିଗୁଣ କରିକି ଫେରାଇଥାନ୍ତି। ଯେଉଁ ମଣିଷ ନିଜର କଷ୍ଟ କହିନଥାଏ, ଏହାର ମାନେ ନୁହେଁ ଯେ ବନ୍ଧୁ ତା ଜୀବନରେ କିଛି କଷ୍ଟ ନାହିଁ। ହୋଇପାରେ କଷ୍ଟକୁ ଲୁଚେ ବଞ୍ଚିବା ତାକୁ ପସନ୍ଦ ହୋଇଥାଏ, କାହିଁକି ସେ ଏହା ଜାଣିଥାଏ କି କେହି ସାଥ ଦେବେ ନାହିଁ। ଟେନସନ୍ ସେତିକି ନେବା ଦରକାର ଯେତିକିରେ କାମ ହୋଇଯିବ, ସେତିକି ନୁହେଁ ଯେମିତି ଏ ଜୀବନ ବର୍ବାଦ ହୋଇଯିବ। ବାପା ମାଆଙ୍କୁ ବାର୍ଦ୍ଧକ୍ୟ ଏତେ ବି ଦୁର୍ବଳ କରିନଥାଏ ବନ୍ଧୁ, ଯେତିକି ପିଲାମାନଙ୍କର ବ୍ୟବହାର ଦୁର୍ବଳ କରିଦେଇଥାଏ। ଦୁନିଆରେ ସବୁଠୁ ଭାଗ୍ୟବାନ ସେହି ଲୋକ ଅଟେ ଯାହା ପାଖରେ ଭୋକ ସାଥିରେ ଭୋଜନ, ନିଦ ସାଥିରେ ବିଛଣା ଆଉ ଧନ ସାଥିରେ ଧର୍ମ ଥାଏ। ମଣିଷକୁ କେବଳ ନିଜ କର୍ମ ଉପରେ ବିଶ୍ୱାସ କରିବା ଉଚିତ। କର୍ମ ଯଦି ଶ୍ରେଷ୍ଠ ହେବ ତେବେ ଫଳ ବି ସେମିତି ପ୍ରାପ୍ତ ହେବ। ପ୍ରତ୍ୟେକ ଘରେ ବନ୍ଧୁ ଝିଅ ରହିବା ଦରକାର, ଯେମିତି ଏହା ସମସ୍ତେ ଜାଣିପାରିବେ କି ନିଜ ଝିଅ କାନ୍ଦିଲେ କେତେ କଷ୍ଟ ହେଉଛି। ଅନ୍ୟର ଝିଅକୁ କଷ୍ଟ ଦେବା ପୂର୍ବରୁ ସମ୍ପର୍କର ବଜାରରେ ସେହି ଲୋକ ହିଁ ଏକୁଟିଆ ରହିଯାଇଥାଏ ବନ୍ଧୁ, ଯିଏ ମନ ଆଉ ମୁହଁରୁ ସଫା ହିଁ ହୋଇଥାଏ। ଚନ୍ଦ୍ର ଆଉ ମଙ୍ଗଳରେ ଜୀବନ ଖୋଜୁଥିବା ଲୋକ ଆଜି ଏ ପୃଥିବୀରେ ନିଜ ଜୀବନକୁ ବଞ୍ଚାଇବାରେ ଲାଗିଛନ୍ତି। ପାଣି ନିଜର ମର୍ଯ୍ୟାଦା ଭାଙ୍ଗିଲେ ବିନାଶ ହୋଇଥାଏ, ଆଉ ବାଣୀ ନିଜର ମର୍ଯ୍ୟାଦା ଭାଙ୍ଗିଲେ ସର୍ବନାଶ ହୋଇଥାଏ। ବାପା ମା ଏକ ଏମିତି ମେଡ଼ିକାଲ ଷ୍ଟୋର ଅଟନ୍ତି ଯେଉଁଠି ସବୁ କଷ୍ଟର ଔଷଧ ମାଗଣାରେ ମିଳିଯାଏ। କାଚ ପଥର ସହିତ ବନ୍ଧୁତ୍ୱ ବନାଇଲା। ପଥର ସହିତ କାଚର ଯେବେ ଧକ୍କା ହେଲା, କାଚ ଭାଙ୍ଗିକି ଚୁରମାର ହୋଇଗଲା। କାଚର ବନ୍ଧୁତ୍ୱ ତ ଦେଖ, ସେ ନିଜର ପ୍ରତ୍ୟେକ ଖଣ୍ଡରେ ପଥରର ଛବି ଧରି ରଖିଥିଲା। ସମ୍ପର୍କ ଥାଉ କି ନଥାଉ, ଯଦି ସମୟ ଭଲ ଅଛି ତେବେ ସମ୍ପର୍କ ବହୁତ ମିଳିଯାଆନ୍ତି। ମଣିଷର ଅହଙ୍କାର ହିଁ ତାକୁ ବର୍ବାଦ କରିଦେଇଥାଏ। ତାକୁ କୌଣସି ଶତ୍ରୁର ଆବଶ୍ୟକ ହିଁ ପଡ଼ିନଥାଏ। ମାଟି ଭଲ ଥାଉ ଆଉ ଖତ ବି ଭଲ ହୋଇଥାଏ। ପାଣି ଯଦି କ୍ଷାର ଥାଏ ନା, ତେବେ ଫୁଲ କେବେ ଫୁଟି ନଥାଏ। ସ୍ୱଭାବ ଭଲ ଥାଉ ଆଉ କର୍ମ ବି ଭଲ ଥାଉ, ଯଦି ବାଣୀ ଭଲ ନଥାଏ ନା, ତେବେ ସମ୍ପର୍କ କେବେ ତିଷ୍ଠି ନଥାଏ। ଆତ୍ମା ବି ଭିତରେ ଅଛି, ପରମାତ୍ମା ବି ଭିତରେ ଅଛି, ଆଉ ସେହି ପରମାତ୍ମା ସହିତ ଦେଖା କରିବାର ରାସ୍ତା ବି ଭିତରେ ଅଛି। କିନ୍ତୁ ସମ୍ପର୍କ ସେହି ଆତ୍ମା ସହିତ ଯୋଡ଼ି ହୋଇଥାଏ ବନ୍ଧୁ, ଯାହା ସହିତ ପୂର୍ବଜନ୍ମର କିଛି ସମ୍ପର୍କ ଥାଏ। ନହେଲେ ଦୁନିଆର ଏହି ଭିଡ଼ ଭିତରେ କିଏ କାହାକୁ ଜାଣିଥାଏ। ଅନୁମାନ ଭୁଲ ହୋଇପାରେ, କିନ୍ତୁ କେବେ ବି ଅନୁଭବ ନୁହେଁ। କାହିଁକି ନା ଅନୁମାନ ଆମ ମନର କଳ୍ପନା ଅଟେ, କିନ୍ତୁ ଅନୁଭବ ଆମ ଜୀବନର ଶିକ୍ଷା ଅଟେ। ଯଦି ତୁମ ଦ୍ୱାରା କାହାର କିଛି ଭଲ ହେଉନାହିଁ ନା, ତେବେ କାହାର ଖରାପ ମଧ୍ୟ କର ନାହିଁ। କାହିଁକି ନା ଦୁନିଆ କମଜୋର ହୋଇପାରେ, କିନ୍ତୁ ଦୁନିଆକୁ ବନାଇବା ବାଲା ଦୁର୍ବଳ ନୁହେଁ। ଅସଫଳତା ଅନାଥ ସଦୃଶ୍ୟ ହୋଇଥିବା ସଫଳତା ଅନେକ ସମ୍ପର୍କ ଥାଏ। ମୁଁ ଜୀବନର ଗାଡ଼ିର ସାଇଡ଼ରେ ଲାଗିଥିବା ମିରରକୁ ଆଜି କାଢ଼ିଦେଲି, ଯେଉଁଥିରେ ପଛରେ ରହିଯାଉଥିବା ରାସ୍ତା ଆଉ ଖରାପ କରୁଥିବା ଲୋକ ନଜର ଆସୁଥିଲେ। ସମ୍ମାନ ପାଇଁ ସଂଘର୍ଷ ନିଶ୍ଚୟ କରନ୍ତୁ, କିନ୍ତୁ ଅଧର୍ମର ସାଥ ଦିଅନ୍ତୁ ନାହିଁ। ଅଧିକାର ପାଇଁ ନିଶ୍ଚୟ ଲଢ଼ନ୍ତୁ, କିନ୍ତୁ ଯେଉଁଠି ଅଧିକାର ନାହିଁ ସେ ଜାଗାରେ ନାହିଁ। ଏବେ ଯେଉଁ ସମୟ ଚାଲୁଛି ବନ୍ଧୁ, ଏହା ପରମାତ୍ମାଙ୍କ ଦ୍ୱାରା ତୁମକୁ ଏକ ସନ୍ଦେଶ ଅଟେ କି ତୁମେ ଏହି ଧରାପୃଷ୍ଠର କିଛି ଦିନର ଅତିଥି, ମାଲିକ ନୁହେଁ। ଦୁନିଆ ସାରା ବୁଲିକି ପଞ୍ଚାୟତ କରିବା ପରେ ଗୋଟିଏ କଥା ବୁଝିପାରିବ କି ବାପା ମାଆଙ୍କୁ ଛାଡ଼ିଦେଲେ ନା, ଦୁନିଆରେ ଖାଲି କଥା ହିଁ କହିଥାନ୍ତି, ସାଥ କେହି ଦେଇନଥାନ୍ତି। ଏହା କଳିଯୁଗ ଅଟେ ବନ୍ଧୁ। ବିନା ସ୍ୱାର୍ଥରେ କେହି ବନ୍ଧୁ ନାହିଁ। ମିଛ ଖବର ବିନା କୌଣସି ଖବରକାଗଜ ହିଁ ନାହିଁ। ଖରାପ ତ ମୁଁ ସେହିମାନଙ୍କୁ ଲାଗିଥାଏ ଯେଉଁମାନଙ୍କ ସାମ୍ନାରେ ମୁଁ ନଇଁ ନଥାଏ, ଆଉ ସେମାନେ ମୋତେ କେବେ ନଇଁବାକୁ ଦେଇନଥାନ୍ତି ବନ୍ଧୁ, ଯେଉଁମାନଙ୍କୁ ମୁଁ ଭଲ ଲାଗିଥାଏ। ବେଳେବେଳେ ଦିମାଗ କହୁଛି କି ଲୋକଙ୍କ ସାଥିରେ ସେମିତି ବ୍ୟବହାର କର ଯେମିତି ସିଏ ତୁମ ସାଥିରେ କରୁଛନ୍ତି, କିନ୍ତୁ ପୁଣି ଏ ମନ କହୁଛି ଯଦି ମୁଁ ତାଙ୍କ ପରି ବନିଯିବି ନା, ଆଉ ତାଙ୍କ ଆଉ ମୋ ଭିତରେ କିଛି ଫରକ ହିଁ ରହିବନି। ଭାଗ୍ୟର ଖେଳ ଦେଖି କେବେ ବି ଦୁଃଖୀ ହେବା କଥା ନୁହେଁ। ଜୀବନରେ କେବେ ବି ଉଦାସ ହେବା କଥା ନୁହେଁ। ହାତର ରେଖା ଉପରେ କେବେ ବି ଭରସା କରିବନି, କାହିଁକି ନା ଭାଗ୍ୟ ତ ସେମାନଙ୍କର ବି ଥାଏ ଯେଉଁମାନଙ୍କର ହାତ ହିଁ ନଥାଏ। ତ ବନ୍ଧୁ, ମୋର ଏଇ ଛୋଟ ଛୋଟ କଥା ଯଦି ତୁମକୁ ଭଲ ଲାଗିଥିବ ତେବେ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରିବ। ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସପୋର୍ଟ କରିବ।